ଖାଇଛ କୁହ ନା? ଭାତ ତରକାରୀ କଣ ତରକାରୀ ହେଇଥିଲା? ଫୁଲକୋବି ଆଳୁ ତରକାରୀ ସୋୟାବିନ ଆଉ ଡାଲି ଆଉ ଡାଲମା ହେଇଥିଲା? ହଁ। କଣ ହେଇଥିଲା ଡାଲମାରେ? ଆଳୁ ବାଇଗଣ। ଡାଲି। ହଉ ତେବେ ଆଜି ଆମେ ହେଲା ଏଇ ଆଉ ହଉ କୁହ ନା ABCD ଆମର କେତୋଟି ଲେଟର ଅଛି? 26ଟି ଅଛି। ହଁ। ଆଜି ହଉଛି ସେଗୁଡାକୁ ଆମେ ସଜେଇବା ହେଲା। ମୁଁ ଏମିତି ରଖି ଦଉଛି ତମେ ସଜେଇବ। ଏଇଠି ସଜେଇବ ହେଲା। କାହା ପରେ କଣ ହବ ସବୁ ଏଇଠି ସଜେଇବ ହେଲା। ସମସ୍ତେ ସମସ୍ତେ ମିଶିକି ସଜେଇବା। କଣ ହବ ପ୍ରଥମ ଏଟାକୁ ଏମିତି ସଜେଇବା ହେଲା। ଏଟା ଏ ତାପରେ ତାପରେ କଣ? ତାପରେ ସି ତାପରେ ଡି ତାପରେ ଇ ତାପରେ ଭଲସେ ସଜାଅ ଏଇଠି ତାପରେ ଜି କେ ପରେ କଣ? ତାପରେ ଏ ତାପରେ କ୍ୟୁ ତାପରେ ଆର୍ ତାପରେ ଟି ତାପରେ ୟୁ ତା ତଳକୁ ରଖ ଡି ଡବ୍ଲୁ ଏଠି ରଖ ଜେଡ୍ ସଜାଇଲେ ନା? କେତୋଟି ଅକ୍ଷର ଅଛି କହୁନ? 24ଟି ନା? ଏବେ ଆମେ ଜାଣିବା F ରେ କଣ ହବ ହେଲା? F ରେ କଣ ହବ? B for ball C for cat D for dog dog ତାପରେ E for elephant ଏଲିଫେଣ୍ଟ କୁ ଦେଖିଛ? ଏଲିଫେଣ୍ଟ ମାନେ କଣ? ହାତୀ ତାପରେ F for fish ମାନେ କଣ? ମାଛ ମାଛ କୋଉଠି ରୁହେ? ପାଣିରେ ରୁହେ। ତାପରେ G for କଣ ହବ କୁହ? G for କଣ ହବ କୁହ? ହଁ ଗୋଟ ମାନେ ଛେଳି କୋଉଠି ରୁହେ? ଘରେ କଣ ଖାଏ ଛେଳି? ଘାସ ସିଏ କୋଉ ପ୍ରାଣୀରେ ଯିବ କୁହ ନା? ତୃଣଭୋଜୀ ହେଲା। ଯେ ପ୍ରାଣୀଟା ହଉଛି ଯେ ଘାସ ଖାଏ ନା ସେ ହଉଛି ତୃଣଭୋଜୀ ହେଲା। ଗରୁ ବି ଖାଏ ଘାସ ଗରୁ ବି ଖାଏ ଘାସ। ତାପରେ H for କଣ ହବ କୁହ? ହର୍ସ ମାନେ କଣ? ଘୋଡା ହର୍ସ ମାନେ ନାଇଁ। I for କଣ ହବ କୁହ? ଆଇସ୍କ୍ରିମ ଖାଇଛ ଆଇସ୍କ୍ରିମ? କେତେବେଳେ ଖିଆ ହୁଏ ଆଇସ୍କ୍ରିମ? ଗ୍ରୀଷ୍ମ ଋତୁରେ ହେଲା। ସେଟା ହଉଛି ଖରା ଦିନରେ ଆଇସ୍କ୍ରିମ ଆମେ ଖାଇଥାଉ। ତାପରେ J for କଣ? ଜକର। K for କଣ ହବ କୁହ? L for କଣ ହବ? M for ମ୍ୟାଙ୍ଗୋ କଣ? ମ୍ୟାଙ୍ଗୋ ମାନେ କଣ କୁହ? ତାପରେ N for କଣ ହବ କୁହ? ନେଟ୍ ମାନେ ଚଢେଇ ବସା ହେଲା। ତାପରେ O for କଣ ହବ? P for ପେନ୍ ପେନ୍। Q
ହବ ହେଲା। ଆଉ ଏସ୍ ଫର୍ କଣ ହବ? ଟି ଫର୍ ଟାଇଗର ମାନେ କଣ? ଟାଇଗର ମାନେ ବାଘ ନାଇଁ। ବାଘ ହଉଛି ଆମର ଜାତୀୟ ପଶୁ ହେଲା। ଆଉ ୟୁ ଫର୍ କଣ ହବ କୁହ? କୁହରେ। ଆମ୍ବ୍ରେଲା ମାନେ କଣ? ଛତାକୁ ଆମେ କେତେବେଳେ ବ୍ୟବହାର କରୁ କହିଲ? ବର୍ଷା ଋତୁରେ ବି ଆଉ ଖରା ଦିନରେ ବି ହେଲା। ଛତା ସବୁ ଏମିତି ଧରିକି ଆମେ ଯାଉ। ବହୁତ ଖରା ହୁଏ। ତାପରେ ଭି ଫର୍ କଣ ହବ କୁହ? ଆଉ ଡବ୍ଲୁ ଫର୍ ୱାଟର। ୱାଟର ମାନେ କଣ? ପାଣି। ଆଉ ଏକ୍ସ ଫର୍ କଣ? ଏକ୍ସ ମାର୍କ୍ସ ଟ୍ରି। ହଁ ତାପରେ ୱାଇ ଫର୍ କଣ? ୟାକ୍। ତାପରେ ଜେଡ୍ ଫର୍ କଣ କୁହ? ଜେବ୍ରା ନାଇଁ। ଆମେ ତାହେଲେ ଏବିସିଡି ଗୁଡା ସବୁ ଅସଜଡା ହେଇକି ଥିଲା ସେଟାକୁ ଆମେ ସଜେଇଲେ ହେଲା। ତାପରେ ଏ ଫର୍ କଣ ହବ ସବୁ ଆମେ କହିଲୁ ହେଲା। କେମିତି ଲାଗିଲା ଆମେ? ଭଲ। ଓ ତାରି ମାତି